ପ୍ରଭୁ ହନୁମାନ କାହିଁକି ପଞ୍ଚମୁଖୀ ଅବତାର ନେଇଥିଲେ? ଜାଣନ୍ତୁ ଏହା ପଛରେ ଥିବା ରହସ୍ୟ। ରାମାୟଣର ବହୁ ମହତ୍ତ୍ୱପୂର୍ଣ୍ଣ ଚରିତ୍ର ମଧ୍ୟରୁ ପ୍ରଭୁ ହନୁମାନ ମଧ୍ୟ ଏକ ପ୍ରମୁଖ ଚରିତ୍ର ଅଟନ୍ତି। ପ୍ରଭୁ ହନୁମାନ କଳିଯୁଗରେ ମଧ୍ୟ ଜୀବିତ ଅଛନ୍ତି, ତେଣୁ ସେ ଅମର ଅଟନ୍ତି ବୋଲି ମନାଯାଇଥାଏ। ହନୁମାନଜୀ ରାମଙ୍କର ପରମ ଭକ୍ତ ଏବଂ ତାଙ୍କ ଆଶ୍ରୟକୁ ଗଲେ ଭକ୍ତମାନଙ୍କର ସମସ୍ତ ସମସ୍ୟା ଦୂର ହୋଇଯାଏ। ବଜରଙ୍ଗବାଲି କଳିଯୁଗର ଦେବତା। ଭଗବାନ ରାମଙ୍କର ଜଣେ ପରମ ଭକ୍ତ। ହନୁମାନ ତାଙ୍କ ଭକ୍ତମାନଙ୍କର ପ୍ରତ୍ୟେକ ବିପଦକୁ ଦୂର କରିଥାନ୍ତି। ଆଜି ଆମେ ଆପଣଙ୍କୁ ପ୍ରଭୁ ହନୁମାନଙ୍କର ପଞ୍ଚମୁଖୀ ଅବତାର ବିଷୟରେ ଏଠାରେ କହିବାକୁ ଯାଉଛୁ। ଏହାଛଡ଼ା ପଞ୍ଚମୁଖୀ ହନୁମାନ ପୂଜା କରିବା ଦ୍ୱାରା କେଉଁ କେଉଁ ସବୁ ଫଳ ମିଳିଥାଏ ସେ ସମ୍ପର୍କରେ ମଧ୍ୟ ଏଠାରେ ଆମେ ଆଲୋଚନା କରିବା। ହନୁମାନଜୀ ପଞ୍ଚମୁଖୀ ରୂପ ନେବା ପଛରେ ଏକ କିମ୍ବଦନ୍ତୀ କାହାଣୀଟି ରହିଛି, ଯାହା ଅନୁଯାୟୀ ଯେତେବେଳେ ରାବଣ ରାମଙ୍କ ସହ ଯୁଦ୍ଧରେ ପରାଜୟ ଅନୁଭବ କଲେ, ସେତେବେଳେ ସେ ତାଙ୍କ ମହିରାବଣଙ୍କ ସାହାଯ୍ୟ ଲୋଡ଼ିଥିଲେ। ତାପରେ ମହିରାବଣ ଶ୍ରୀରାମଙ୍କର ସମଗ୍ର ସୈନ୍ୟବାହିନୀକୁ ମାୟାଜାଲରେ ଶୁଆଇ ଦେଇଥିଲେ ଏବଂ ରାମ ଲକ୍ଷ୍ମଣଙ୍କୁ ବନ୍ଧକ କରି ପାତାଳ ଲୋକକୁ ନେଇଗଲେ। ଯେତେବେଳେ ସମସ୍ତେ ସଚେତନ ହେଲେ, ବିଭୀଷଣ ଏହା ବୁଝିପାରିଥିଲେ ଏବଂ ହନୁମାନଙ୍କୁ ପାତାଳ ଲୋକକୁ ଯିବାକୁ କହିଥିଲେ। ଏହାପରେ ହନୁମାନଜୀ ଶ୍ରୀରାମ ଏବଂ ଲକ୍ଷ୍ମଣଙ୍କ ସନ୍ଧାନରେ ପାତାଳ ଲୋକକୁ ଯାଇଥିଲେ, ଯେଉଁଠାରେ ସେ ପ୍ରଥମେ ମକରଧ୍ୱଜକୁ ପରାସ୍ତ କରିଥିଲେ ଏବଂ ପରେ ମହିରାବଣକୁ ସାମ୍ନା କରିବାକୁ ଯାଇଥିଲେ। ହେଲେ ମହିରାବଣ 5 ଦିଗରେ ଦୀପ ଜଳାଇ ରଖିଥିଲେ ଏବଂ ତାଙ୍କର ଏକ ବରଦାନ ଥିଲା ଯେ ଯିଏ ଏହି 5ଟି ଦୀପକୁ ଏକାଠି ଲିଭାଇ ଦେବ, କେବଳ ସେ ହିଁ ତାକୁ ହତ୍ୟା କରିପାରିବ। ତାପରେ ଏପରି ପରିସ୍ଥିତିରେ ଦେଖି ହନୁମାନଜୀ ପଞ୍ଚମୁଖୀ ରୂପ ନେଇଥିଲେ, ଦୀପ ଲିଭାଇବା ଓ ମହିରାବଣକୁ ହତ୍ୟା କଲେ। ଏହି ପଞ୍ଚମୁଖରେ ଉତ୍ତରରେ ବରାହ ମୁଖ, ଦକ୍ଷିଣରେ ନରସିଂହ ମୁଖ, ପଶ୍ଚିମରେ ଗରୁଡ଼ ମୁଖ, ଆକାଶ ଆଡ଼କୁ ହୟଗ୍ରୀବା ମୁଖ ଏବଂ ପୂର୍ବରେ ହନୁମାନ ମୁଖ ଅଛି। ପଞ୍ଚମୁଖୀ ହନୁମାନଜୀଙ୍କର ପୂଜା ଦ୍ୱାରା ଅପାର ଲାଭ ମିଳିଥାଏ। କୁହାଯାଏ ଯେ ଯଦି ଘରେ ପଞ୍ଚମୁଖୀ ହନୁମାନଙ୍କର ପ୍ରତିମା କିମ୍ବା ଚିତ୍ର ରଖି ପୂଜା କରାଯାଏ, ତେବେ ମଙ୍ଗଳ ଓ ଶନି, କେତୁ ଏବଂ ରାହୁ ଦୋଷଠାରୁ ଆରାମ ମିଳିଥାଏ। କିନ୍ତୁ ମନେ ରଖନ୍ତୁ, ଯଦି ଏହି ପ୍ରତିମୂର୍ତ୍ତି କିମ୍ବା ଚିତ୍ର କେବଳ ଦକ୍ଷିଣ ଦିଗରେ ରଖିବା ଉଚିତ। ଯେଉଁ ଲୋକ ଭଗବାନ ହନୁମାନଙ୍କର ନିଷ୍ଠାର ସହକାର ପୂଜା କରିଥାଏ, ସେହି ଲୋକ ଜୀବନକୁ ଅସୁବିଧା ପ୍ରତିଟି ସଙ୍କଟକୁ ପ୍ରଭୁ ସଙ୍କଟମୋଚନ ଦୂର କରିଥାନ୍ତି।